ସକାଳର ପ୍ରଥମ ସୂର୍ଯ୍ୟକିରଣ ସହିତ ସକାଳ ମୋର ଆରମ୍ଭ ହୁଏ। ଦିନର ପ୍ରଥମ ଦାୟିତ୍ୱ ହେଉଛି ମୋର ରୋଷେଇ କାମ। ଚୁଲିରେ ଜଳୁଥିବା କାଠର ଅଙ୍ଗାର କହୁଛି ତୋର ଝାଳ ବି ଶାନ୍ତ ହୋଇଯାଇଛି। ଆଉ ନିଜ ପେଟର ଭୋକ ମେଣ୍ଟାଇବା ପାଇଁ କରିବାକୁ ତ ପଡ଼ିବ। ଏଇଟା ତ ଆମର ସବୁଦିନିଆ କାହାଣୀ। ଖଟିକି ଆଣିଥିବା ଜିନିଷଠୁ ବି ବଡ଼ ଆଉ ଦରକାରୀ। ସବୁଦିନ ଟ୍ୟୁବୱେଲ୍ରୁ ପାଣି ଆଣିବା, କେବେ ଖରାକୁ ତ କେବେ ବର୍ଷାରେ ବି ଆଣିବାକୁ ପଡ଼ିଥାଏ। ହେଲେ ମନରେ କେବେ ବି ଦୁଃଖ ନଥାଏ। କିଏ କେମିତି ମୁଁ ତ କହିପାରିବିନି। ମୋର ତ ଅଳ୍ପ ପାଣିରେ କିଛି ବି ହୁଏନି। ପାଣି ଆଣୁ ଆଣୁ ଘଣ୍ଟେ ବି ଲାଗିଥାଏ, 2 ଘଣ୍ଟା ବି ଲାଗିଥାଏ। ସବୁଦିନ ସକାଳ ଏକ ନୂଆ ଭରସା ନେଇ ଭାବୁଛୁ, ଯାହାକି ଘର ଛୋଟ ହେଲେ ବି ସପନ ସଦାବେଳେ ବଡ଼ ହେଇଥାଏ। ଭାଗ୍ୟଟା ସିନା ହାତ ଛାଡ଼ିଦେଲା, ହେଲେ ସାହସ ଏବେ ବି ଅଛି। ଯେତେ ପର୍ଯ୍ୟନ୍ତ ଦେହରେ ନିଶ୍ୱାସ ଅଛି ସେତେ ପର୍ଯ୍ୟନ୍ତ ଯାଇ ମୁଁ କିଛି ବି କରିବି। ଯେତେବେଳେ ମୁଁ ଛୋଟ ଥିଲି ନା, ବହୁତ ସପନ ଥିଲା। ପାଠ ପଢ଼ିବି ଆଉ ଭଲ ଚାକିରି କରିବି। ମୁଁ ଭାବୁଥିଲି ହଁ ମୋତେ ପଢ଼େଇ ପାରିବେ। ହେଲେ ସମୟ ସଦାବେଳେ ସମାନ ନଥାଏ। ଯେତେବେଳେ ମୁଁ ବଢ଼ି ବଢ଼ି ଯାଉଥିଲି ସେତେ ଗରିବ ମାଡ଼ି ଆସୁଥିଲା। ଝିଅ ପିଲା ବାହାରକୁ ଯାଇ ପାଠ ପଢ଼ିବାକୁ ସାହସ ନଥିଲା। ଜୀବନର ଚଲାବାଟ ନା ବହୁତ ଖସଡ଼ା। ଯଦି ଥରେ ପାଦ ଖସିଗଲା ନା ଆଉ ଉଠି ହେବନି କି ଉଠି ପାରିବନି। ଭିଡ଼ିଓଟି କରି ସ୍କ୍ରିପ୍ଟ ଲେଖିବାଟା ମୋତେ ବହୁତ କଠିନ ଲାଗେ। ଲେଖୁ ଲେଖୁ ମୁଣ୍ଡ ଟିଣ ହେଇଯାଏ। ତାପରେ ମୁଁ କୁହେ ମୁଁ ଆଉ ଭିଡ଼ିଓ କରିବିନି। ଘର ଲୋକ କୁହନ୍ତି ଏତିକିରେ ଥକିଗଲୁ। ଯାହା ବି ହଉ, ତାପରେ ମୁଁ ଡାଲି ତରକାରୀ ସହିତ ପଖାଳ ଭାତ ଖାଇ ଦେଇଥିଲି। ଦିନ ସାରାର ଥକା ରହିଥିବ। କିଛି ସମୟ ପରେ ସନ୍ଧ୍ୟା ହେବାକୁ ଆସେ। ପୁଣି ଥରେ ମୁଁ କାମରେ ଲାଗି ପଡ଼ିଲି। କାଲି ପାଇଁ କାଠ ଟିକିଏ ଥିଲା, ହାଣି ଦେଇଥିଲି। ଆଜି ପାଇଁ ଏତିକି। ଆପଣଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ସାଙ୍ଗମାନେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।